ଖରିଫ ଧାନ ବିକ୍ରୟ କରିବା ପାଇଁ ଧାନ ମଣ୍ଡିରେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ତ ସରକାରଙ୍କ ତରଫରୁ ନୂଆ ନିୟମକୁ ନେଇ ଚାଷୀମାନେ ଚିନ୍ତିତ ଥିବାବେଳେ ସରକାରଙ୍କ ତରଫରୁ ଏକ ନୂତନ ଅପଡେଟ୍ ଚାଷୀମାନଙ୍କ ପାଇଁ ଜାରି କରାଯାଇଛି। ଯେଉଁ ଚାଷୀମାନଙ୍କର ନାମ ଚାଷ ଜମିରେ ନାହିଁ, ଯେଉଁ ଚାଷୀମାନଙ୍କର ଜମି ତାଙ୍କ ବାପାଙ୍କ ନାଁରେ ଅଛି, ଯେଉଁ ଚାଷୀମାନଙ୍କର ଜମି ତାଙ୍କ ଜେଜେବାପାଙ୍କ ନାମରେ ଅଛି, ଯେଉଁ ଚାଷୀମାନଙ୍କର ଜମି ତାଙ୍କ ଜେଜେମାଙ୍କ ନାଁରେ ଅଛି, ଯେଉଁ ଚାଷୀମାନଙ୍କର ଜମି ତାଙ୍କ ଅଜାଙ୍କ ନାଁରେ ଅଛି, ତ ଯେଉଁ ଚାଷୀମାନଙ୍କର ଜମି ତାଙ୍କ ପୂର୍ବପୁରୁଷଙ୍କ ନାମରେ ରହିଛି, ସେମାନେ କେମିତି ଧାନ ମଣ୍ଡିରେ ଧାନ ବିକ୍ରୟ କରିବେ, ଏହାକୁ ନେଇ ଚାଷୀମାନେ ଚିନ୍ତିତ ଥିବାବେଳେ ସରକାରଙ୍କ ତରଫରୁ ଏକ ଅପଡେଟ୍ ଜାରି କରାଯାଇଛି। ଯଦି ଆପଣମାନଙ୍କର ନାମ ଜମିରେ ନାହିଁ, ଆପଣମାନେ ଧାନ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣମାନେ କ'ଣ କରିବେ? ତ କ'ଣ ଆପଣମାନଙ୍କ ପାଇଁ ରହିଛି? ତ କେଉଁ କାର୍ଯ୍ୟ କଲେ ଆପଣମାନେ ଧାନ ମଣ୍ଡିରେ ଧାନ ବିକ୍ରୟ କରିପାରିବେ? ଏ ବିଷୟରେ ମୁଁ ଏ ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ବିସ୍ତାର ରୂପେ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣମାନେ ଡିଟେଲ୍ସ ଇନଫର୍ମେସନ୍ ପାଇପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ପ୍ରଥମ କରି ଯଦି ଆପଣମାନେ ଚ୍ୟାନେଲରେ ଭିଡ଼ିଓଟିକୁ ଦେଖୁଛନ୍ତି, ତାହେଲେ ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ ଏବଂ ଭିଡ଼ିଓକୁ ଗୋଟେ ଲାଇକ୍ କରିବାକୁ ଜମା ବି ଭୁଲନ୍ତୁନି। ଦେଖନ୍ତୁ, ଖରିଫ ବର୍ଷ 2026-2027 ପାଇଁ ଗଞ୍ଜାମରେ ଚାଷୀ ନାମ ପଞ୍ଜୀକରଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମିତି ସମ୍ପାଦକମାନଙ୍କ ସହ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ। ଆସନ୍ତା ଖରିଫ ବର୍ଷରେ କିଭଳି ଚାଷୀଙ୍କ ପଞ୍ଜୀକରଣ ସୁଚାରୁ ରୂପେ ହୋଇପାରିବ, ସେ ନେଇ ତାଲିମ ଦିଆଯାଇଥିଲା। ଦେଖନ୍ତୁ, ଚାଷୀମାନେ ପଞ୍ଜୀକରଣ ପ୍ରକ୍ରିୟାରେ ଯେମିତି କୌଣସି ଅସୁବିଧାରେ ସମ୍ମୁଖୀନ ନ ହେବେ, ସୁଚାରୁ ରୂପେ ପଞ୍ଜୀକରଣ ପ୍ରକ୍ରିୟା ସମ୍ପାଦନ କରିପାରିବେ, ସେଥିପାଇଁ ଏକ ପ୍ରଶିକ୍ଷଣ ଶିବିର ମଧ୍ୟ ଅନୁଷ୍ଠିତ ହେଉଛି। ପ୍ରତ୍ୟେକ ଜିଲ୍ଲାରେ ଆପଣମାନଙ୍କର ହେବ। ଆପଣମାନଙ୍କ ଜିଲ୍ଲାରେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି କି ନାହିଁ, ଆପଣମାନେ କମେଣ୍ଟ ସେକ୍ସନରେ କମେଣ୍ଟ କରି ନିଶ୍ଚୟ ଜଣାଇବେ। ସରକାରଙ୍କ ଉଦ୍ଦେଶ୍ୟ ରହୁଛି ଏ ପ୍ରଶିକ୍ଷଣ ଶିବିର ମାଧ୍ୟମରେ ଯେଉଁ ସମିତି ସମ୍ପାଦକ ରହିଛନ୍ତି, ଅନ୍ୟ କର୍ମଚାରୀମାନଙ୍କୁ ସାମିଲ କରାଯାଇ ସେମାନଙ୍କୁ ତାଲିମ ଦିଆଯିବ। ଚାଷୀମାନଙ୍କର ଯେମିତି କୌଣସି ଅସୁବିଧା ହେବ ନାହିଁ, ସେମାନେ ବିନା କୌଣସି ଅସୁବିଧାରେ ପଞ୍ଜୀକରଣ କରିପାରିବେ। ଓଡ଼ିଶା ସରକାର 2026 ଖରିଫ ଧାନ ସଂଗ୍ରହ ଋତୁ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗାଇଡ଼ଲାଇନ୍ ଅନୁଯାୟୀ ଚାଷୀମାନେ ଅଗଷ୍ଟ 6ରୁ ଅଗଷ୍ଟ 31 ତାରିଖ ମଧ୍ୟରେ ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସମିତି ଅର୍ଥାତ୍ PACS କାର୍ଯ୍ୟାଳୟରୁ ନୂତନ ପଞ୍ଜୀକରଣ ଫର୍ମ ସଂଗ୍ରହ କରି ତାହାକୁ ସଠିକ୍ ଭାବେ ପୂରଣ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେହି କାର୍ଯ୍ୟାଳୟରେ ଦାଖଲ କରି ପଞ୍ଜୀକରଣ କରିପାରିବେ। ସରକାରଙ୍କ ତରଫରୁ ଯେଉଁ ନୂଆ ନିୟମ ରହିଛି, ତ ସେହି ନୂଆ ନିୟମ ଅନୁସାରେ ଚାଷୀମାନେ ପଞ୍ଜୀକରଣ କରିବା ମହାନ ମୁସ୍କିଲ ହୋଇଯିବ। କାହିଁକି ଏକଥା ମୁଁ ଆପଣମାନଙ୍କୁ କହୁଛି, ଅନେକ ଚାଷୀମାନଙ୍କର ଜମି ସେମାନଙ୍କ ନାଁରେ ନାହିଁ, ଆଉ କିଛି ଚାଷୀଙ୍କର ଜମି ତାଙ୍କ ବାପାଙ୍କ ନାଁରେ ଅଛି, କିଛି ଚାଷୀଙ୍କର ଯେଉଁ ଜମି ତାଙ୍କର ପୂର୍ବପୁରୁଷଙ୍କ ନାମରେ ଅଛି, କିନ୍ତୁ ସେମାନେ ମୃତ୍ୟୁବରଣ କରିଛନ୍ତି। ଏମିତି ଅନେକ ଚାଷୀ ରହିଛନ୍ତି ତାଙ୍କର ନାମ ଜମି ପଟ୍ଟାରେ ନାହିଁ। ତ ସେମାନେ କେମିତି ପଞ୍ଜୀକୃତ କରିବେ, ଧାନ କେମିତି ବିକ୍ରୟ କରିବେ ଧାନ ମଣ୍ଡିରେ, ତାହାକୁ ନେଇ ସେମାନେ ଚିନ୍ତାରେ ରହିଛନ୍ତି। ଯଦି ନୂଆ ନିୟମ ଅନୁସାରେ ଆମେ ଦେଖିବା, ତ ଆପଣମାନଙ୍କର ଫର୍ମ ସହିତ ଏହିସବୁ ଗୁରୁତ୍ୱପୂର୍ଣ୍ଣ ଡକୁମେଣ୍ଟସ୍ ଗୁଡ଼ିକୁ ସଂଯୋଗ କରିବା ପାଇଁ ପଡ଼ିବ। ତ 1 ନମ୍ବରରେ ଆପଣ ଜାଣିଥିବେ, ଆଧାର କାର୍ଡ଼ର ଫଟୋକପି ଆପଣମାନଙ୍କର ଆବଶ୍ୟକତା ରହିଛି। 2 ନମ୍ବରରେ ଆପଣମାନଙ୍କର ଆଧାର ସଂଯୋଜିତ କିମ୍ବା ବିକଳ୍ପ ମୋବାଇଲ ନମ୍ବରର ଆବଶ୍ୟକତା ରହିଛି। ଯଦି ଆପଣଙ୍କର ଆଧାର କାର୍ଡ଼ରେ ମୋବାଇଲ ନମ୍ବରଟି ସଂଯୋଗ ହୋଇନଥିବ, ଆପଣମାନେ ପଞ୍ଜୀକୃତ କରିପାରିବେନି। ସେଥିପାଇଁ ଆପଣଙ୍କର ଆଧାର କାର୍ଡ଼ରେ ଯଦି ପଞ୍ଜୀକୃତ ମୋବାଇଲ ନମ୍ବର ହୋଇନାହିଁ, ଆପଣ ଯଥାଶୀଘ୍ର ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଆପଣମାନଙ୍କର ଆଧାର କାର୍ଡ଼ରେ ମୋବାଇଲ ନମ୍ବରଟିକୁ ସଂଯୋଗ କରିଦିଅନ୍ତୁ। 3 ନମ୍ବରରେ ଆପଣମାନଙ୍କର ଜମି ପଟ୍ଟା ରହିଛି କିମ୍ବା ଜମି ସମ୍ବନ୍ଧୀୟ କାଗଜପତ୍ରର ଆବଶ୍ୟକତା ରହିଛି। 4 ନମ୍ବରରେ ଆପଣମାନଙ୍କର ଫାର୍ମର ରେଜିଷ୍ଟ୍ରି, ଯେଉଁଟାକି ଫାର୍ମର ରେଜିଷ୍ଟ୍ରି ନମ୍ବର, ଏଗ୍ରିଷ୍ଟାକ୍ର ନମ୍ବର ଆପଣମାନଙ୍କର ଆବଶ୍ୟକତା ରହିଛି। ଯଦି ସରକାରଙ୍କ ତରଫରୁ ଏଗ୍ରିଷ୍ଟାକ୍
ଆପଣମାନଙ୍କର ବାଧ୍ୟତାମୂଳକ କରାଯିବ। ତ ସେଥିପାଇଁ ଅନେକ ଚାଷୀମାନେ ବାଦ ପଡ଼ିଯିବେ। 5 ନମ୍ବରରେ ବ୍ୟାଙ୍କ ପାସବୁକ୍ର ପ୍ରଥମ ପୃଷ୍ଠାର ଜେରକ୍ସ କପି ଆବଶ୍ୟକତା ରହିଛି। 6 ନମ୍ବରରେ ଆପଣମାନଙ୍କର ଭାଗ ଚାଷୀମାନଙ୍କ ପାଇଁ ଏହି ଡକୁମେଣ୍ଟସଟି ଆପଣମାନଙ୍କର ଆବଶ୍ୟକତା ରହିବ। ଜମି ମାଲିକଙ୍କ ସହମତି ପତ୍ର, ଯେଉଁଟାକି ଆପଣମାନ କନସେଣ୍ଟ ଲେଟର ଦେବା ପାଇଁ ଆପଣମାନଙ୍କ ପାଇଁ ବାଧ୍ୟତାମୂଳକ ରହିଛି। ଯଦି ଆପଣ ଜଣେ ଭାଗ ଚାଷୀ ତାହେଲେ ଆପଣମାନେ କନସେଣ୍ଟ ଲେଟର ଡାଉନଲୋଡ଼ କରିକି ଫିଲ୍ଅପ୍ କରି ଆପଣମାନେ ଦେବେ। ତାପରେ ଆସନ୍ତୁ ଜାଣିବା, ଯଦି ଆପଣଙ୍କର ଜମି ପଟ୍ଟାରେ ନାମ ନାହିଁ, ଆପଣମାନଙ୍କର ବାପାଙ୍କ ନାଁରେ ଅଛି କିମ୍ବା ଜେଜେବାପାଙ୍କ ନାଁରେ ଅଛି, ସେ କ୍ଷେତ୍ରରେ ଆପଣମାନେ କ'ଣ କରିବେ। ତ ଆପଣମାନଙ୍କୁ ଏକ ବଂଶାନୁକ୍ରମିକ ଫର୍ମ ଗୋଟେ ଆପଣମାନଙ୍କୁ ମିଳିବ। ସେଇ ବଂଶାନୁକ୍ରମିକ ଫର୍ମରେ ଆପଣମାନଙ୍କର ସମସ୍ତ ତଥ୍ୟ ପୂରଣ କରି ଆପଣମାନେ ସମବାୟ ସମିତିରେ ଦାଖଲ କରିପାରିବେ, ଯାହାଫଳରେ ଆପଣମାନେ ପଞ୍ଜୀକୃତ କରିପାରିବେ। ତାପରେ ଆପଣମାନଙ୍କୁ ଗୋଟେ ଫର୍ମ ଭରିବା ପାଇଁ ପଡ଼ିବ, ଯେଉଁ ଫର୍ମର ନାଁ ରହିଛି RT କନସେଣ୍ଟ ଫର୍ମ। ତ ଆପଣମାନେ ଅନଲାଇନ୍ ମାଧ୍ୟମରେ ପାଇପାରିବେ। ତ ଯଦି ଆପଣ ଏ ଫର୍ମଟି ପାଉନାହାନ୍ତି, ଜନସେବା କେନ୍ଦ୍ର ସହ ଯୋଗାଯୋଗ କଲେ ଆପଣମାନଙ୍କୁ ଏ ଫର୍ମଟି ମିଳିଯିବ, ଯେଉଁଟାକି ଜମି ରେକର୍ଡ଼ଧାରୀଙ୍କ ଧାନ ବିକ୍ରୟ ପାଇଁ ସହମତି ପତ୍ର, ଯେଉଁଟାକି ହେଡ଼ିଂ ରହିଥିବ, ଆପଣ ସେଇ ଫର୍ମଟିକୁ ଆଣିବେ। ଏହି ଫର୍ମରେ ଆପଣମାନଙ୍କର ନିଜସ୍ୱ ତଥ୍ୟ ଏବଂ ଆପଣଙ୍କର ବାପାଙ୍କର ତଥ୍ୟ, ଯଦି ବାପାଙ୍କ ନାଁରେ ରହିଥିବ ତାହେଲେ ଆପଣଙ୍କର ବାପାଙ୍କର ତଥ୍ୟ ଦେବେ, ଯଦି ଜେଜେବାପାଙ୍କ ନାମରେ ଥିବ ତାହେଲେ ଜେଜେବାପାଙ୍କର ତଥ୍ୟ ଦେବେ। ତ ଏମିତିକା ସମ୍ପୂର୍ଣ୍ଣ ତଥ୍ୟ ଆପଣମାନେ ଷ୍ଟେପ୍ ବାଇ ଷ୍ଟେପ୍ ଦେଲା ପରେ, ତାପରେ ଆପଣମାନଙ୍କର ଯେଉଁ ସିଗ୍ନେଚର ରହିଛି ଆପଣ ସେଇ ସିଗ୍ନେଚର ତଳେ କରିନେବେ। କଲା ପରେ ଆପଣମାନେ ତାହାକୁ ଡିପୋଜିଟ୍ କରିବେ। ତାପରେ ଯେଉଁ ଚାଷୀମାନଙ୍କର ପୂର୍ବପୁରୁଷଙ୍କ ନାମରେ ଜମି ପଟ୍ଟା ରହିଛି, ସେମାନେ ମୃତ୍ୟୁବରଣ କରିଛନ୍ତି, ତ ସେ କ୍ଷେତ୍ରରେ ଆପଣମାନେ କ'ଣ କରିବେ, ଆପଣଙ୍କ ନାମରେ ଜମି ପଟ୍ଟା କରିବା ପାଇଁ ପଡ଼ିବ। ନଚେତ ଆପଣମାନେ ଜମି ପଟ୍ଟାରେ ଆପଣଙ୍କର ନାମ ସେଠି ଲିଙ୍କ କରିବା ପାଇଁ ପଡ଼ିବ। ତ ଆପଣ ଏହି କାମ ପାଇଁ ଆପଣମାନେ RI ଅଫିସକୁ ଯାଇକି ଆପଣ କରିବେ, ଯେଉଁଟାକି ଆପଣମାନଙ୍କର ଜମି ସଂଶୋଧନ ଯେଉଁ ପ୍ରକ୍ରିୟା ରହିଛି ସେ ପ୍ରକ୍ରିୟା ମାଧ୍ୟମରେ ଆପଣମାନେ କରିପାରିବେ। ତାପରେ ଦେଖନ୍ତୁ, ଯେଉଁ ଟୋକନ୍ ଆପଣମାନଙ୍କର ଜେନେରେଟ୍ ହେବ, ସେଇ ଟୋକନ୍ ଜେନେରେଟ୍ ହେବା ପୂର୍ବରୁ ଆପଣମାନଙ୍କର ଯଦି ଏଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ହେଇନାହିଁ, ଆପଣମାନେ ଟୋକନ୍ ଆସିବା ପୂର୍ବରୁ ଆପଣମାନେ କରେଇ ନେବେ, ଯାହା ଆପଣମାନଙ୍କ ପାଇଁ ଭଲ ରହିବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆପଣମାନେ ପଞ୍ଜୀକରଣ କରିବା ସମୟରେ ଏଗ୍ରିଷ୍ଟାକ୍ର ଆବଶ୍ୟକତା ନହେଲେ ମଧ୍ୟ ଆପଣମାନେ ଯେଉଁ ଟୋକନ୍ ଜେନେରେଟ୍ ଆପଣମାନଙ୍କର ହେବ ତା ପୂର୍ବରୁ ଆପଣମାନଙ୍କୁ ଫାର୍ମର ରେଜିଷ୍ଟ୍ରି କରିବା ପାଇଁ ପଡ଼ିବ। ତାପରେ ଆପଣମାନଙ୍କର ଏହା ସହ ପଞ୍ଜୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ଆଧାର ଭିତ୍ତିକ EKYC ବାଧ୍ୟତାମୂଳକ କରାଯାଇଛି।